ନମସ୍କାର। ଆପଣ କେବେ ଚିନ୍ତା କରିଛନ୍ତି ଗୋଟିଏ କାମ ଯାହା ଆମକୁ ବଞ୍ଚେଇ ରଖିଛି ତାହା ହିଁ ଆମକୁ ଧୀରେ ଧୀରେ ଭିତରୁ କ୍ଷତି ପହଞ୍ଚାଉଛି? ହଁ, ମୁଁ କହୁଛି ନିଶ୍ୱାସ ନେବା କଥା। ତେବେ ଆଜି ଆମେ ସେହି ଅଦୃଶ୍ୟ ବିପଦ ମାନେ ବାୟୁ ପ୍ରଦୂଷଣ ବିଷୟରେ ଟିକେ ଗଭୀର ଭାବରେ କଥା ହେବା। ଆଜିର ଏହି ଆଲୋଚନାକୁ ଆମେ ମୋଟାମୋଟି 5ଟି ଭାଗରେ ବୁଝିବା। ପ୍ରଥମେ ଆମେ ଯେଉଁ ନିଶ୍ୱାସ ନେଉଛେ ସେଥିରେ ପ୍ରକୃତରେ କ'ଣ ଅଛି ତାହା ଦେଖିବା। ତାପରେ ଜାଣିବା ଏହି ପ୍ରଦୂଷଣ ଆସୁଛି କେଉଁଠୁ। ଏହାପରେ ଏହାର ଭୟଙ୍କର ପ୍ରଭାବ ବିଷୟରେ କଥା ହେବା ଏବଂ ଶେଷରେ ଏହାର ସମାଧାନ ଆଉ ଆମ ଆଗାମୀ ପଥ କ'ଣ ହେବା ଉଚିତ ସେ ବିଷୟରେ ଚର୍ଚ୍ଚା କରିବା। ତାହେଲେ ଚାଲନ୍ତୁ ଆମର ଯାତ୍ରା ଆରମ୍ଭ କରିବା ସେହି ଜିନିଷରୁ ଯାହା ଆମ ପାଇଁ ସବୁଠୁ ଜରୁରୀ, ଆମର ନିଶ୍ୱାସ। ପ୍ରଥମ ଭାଗରେ ଆମେ ଚେଷ୍ଟା କରିବା ଏହି ଅଦୃଶ୍ୟ ସମସ୍ୟାଟି ପ୍ରକୃତରେ କ'ଣ ତାକୁ ବୁଝିବା ପାଇଁ। ଜାଣନ୍ତି, ଆମେ ଦିନକୁ ପ୍ରାୟ 20,000 ଥର ନିଶ୍ୱାସ ନେଇଥାଉ। କିନ୍ତୁ କେବେ ଭାବିଛନ୍ତି କି ଆମେ ଯେଉଁ ବାୟୁକୁ ଭିତରକୁ ନେଉଛେ ସେଥିରେ ସତରେ କ'ଣ ଅଛି? ଏହି ପ୍ରଶ୍ନର ଉତ୍ତର ଉପରେ ହିଁ ଆମ ସ୍ୱାସ୍ଥ୍ୟ ଆଉ ଭବିଷ୍ୟତ ନିର୍ଭର କରେ। ତେବେ ବାୟୁ ପ୍ରଦୂଷଣର ଅର୍ଥ କ'ଣ? ବହୁତ ସରଳ ଭାଷାରେ କହିଲେ, ଯେତେବେଳେ ବାୟୁମଣ୍ଡଳରେ ଧୂଳିକଣା, ବିଷାକ୍ତ ଗ୍ୟାସ୍ ଏବଂ ଅନ୍ୟ କ୍ଷତିକାରକ ପଦାର୍ଥ ଏତେ ଅଧିକ ମାତ୍ରାରେ ମିଶିଯାଏ ଯେ ତାହା ମଣିଷ, ଜୀବଜନ୍ତୁ ଆଉ ଆମ ପରିବେଶ ପାଇଁ ବିପଜ୍ଜନକ ହୋଇଯାଏ। ସଂଜ୍ଞାଟି ବହୁତ ସରଳ, କିନ୍ତୁ ଏହାର ପରିଣାମ ବହୁତ ଗମ୍ଭୀର। ଆଚ୍ଛା, ଆମେ ତ ଜାଣିଲେ ବାୟୁ ପ୍ରଦୂଷଣ କ'ଣ, ତେବେ ମନରେ ପ୍ରଶ୍ନ ଆସିବା ସ୍ୱାଭାବିକ ଯେ ଏହି ସବୁ ବିଷାକ୍ତ ଜିନିଷ ଆସୁଛି କେଉଁଠୁ? ଆମର ଦ୍ୱିତୀୟ ଭାଗରେ ଚାଲନ୍ତୁ ଏହାର ମୂଳ ଉତ୍ସକୁ ଖୋଜିବା। ଏହି ଚିତ୍ରଟିକୁ ଦେଖିଲେ ପୂରା କାହାଣୀ ସ୍ପଷ୍ଟ ହୋଇଯାଉଛି। ଦେଖନ୍ତୁ, ଯଦିଓ ଆଗ୍ନେୟଗିରି କିମ୍ବା ଧୂଳିଝଡ଼ ଭଳି ପ୍ରାକୃତିକ କାରଣରୁ ପ୍ରଦୂଷଣ ହୁଏ ତାହା ମାତ୍ର 10%। ବାକି ଯେଉଁ 90% ରହିଲା ସେଥିପାଇଁ କେବଳ ଆମ ମଣିଷର କାର୍ଯ୍ୟକଳାପ ହିଁ ଦାୟୀ। ମଣିଷକୃତ କାରଣ ଭିତରେ ଦୁଇଟି ହେଉଛନ୍ତି ମୁଖ୍ୟ ଦୋଷୀ। ଗୋଟିଏ ହେଲା ଶିଳ୍ପ ଆଉ ଅନ୍ୟଟି ଯାନବାହନ। ବଡ଼ ବଡ଼ କାରଖାନାରୁ ସଲଫର ଡାଇଅକ୍ସାଇଡ୍ ଭଳି ଗ୍ୟାସ୍ ବାହାରେ, ଯାହା ପରେ ଅମ୍ଳ ବର୍ଷାର କାରଣ ହୁଏ। ଠିକ୍ ସେହିପରି ଆମ ଗାଡ଼ି ମୋଟରରୁ ବାହାରୁଥିବା କାର୍ବନ ମନୋକ୍ସାଇଡ୍ ଏକ ବିଷାକ୍ତ ଗ୍ୟାସ୍, ଯାହା ଆମ ରକ୍ତରେ ଅମ୍ଳଜାନ ବୋହି ନେବାର କ୍ଷମତାକୁ କମେଇ ଦିଏ। ଏହାଛଡ଼ା ଆମେ ଶକ୍ତି ପାଇଁ ଯେଉଁ କୋଇଲା ଆଉ ପେଟ୍ରୋଲ ଜାଳୁଛେ, ଚାଷ ପରେ ବିଲରେ ନଡ଼ା ପୋଡ଼ୁଛୁଁ, ଏପରିକି ଜଙ୍ଗଲ କାଟୁଛେ, ଏସବୁ କାମ ବି ବାୟୁରେ ବିଷ ମିଶାଉଛେ। ବିଶେଷ କରି ଜଙ୍ଗଲ କାଟିବା ମାନେ ଆମେ ପୃଥିବୀର ଫୁସ୍ଫୁସ୍କୁ ହିଁ ନଷ୍ଟ କରୁଛେ, ଯିଏକି ବାୟୁକୁ ସଫା ରଖିବାରେ ସାହାଯ୍ୟ କରେ। ତେବେ ଏହିସବୁ ପ୍ରଦୂଷଣର ଶେଷ ପରିଣାମ କ'ଣ? ତୃତୀୟ ଭାଗରେ ଆମେ ଦେଖିବା କେମିତି ଏହି ପ୍ରଦୂଷିତ ବାୟୁ ଆମ ପୂରା ଦୁନିଆକୁ ଗୋଟିଏ ବଡ଼ ବିପଦ ଆଡ଼କୁ ଠେଲି ଦେଉଛି, ଯାହାର ପ୍ରଭାବ ଛୋଟରୁ ବଡ଼ ସବୁ ସ୍ତରରେ ଦେଖିବାକୁ ମିଳୁଛି। ଦେଖନ୍ତୁ, ବାଁପଟେ ହେଉଛି ଏକ ସୁସ୍ଥ ପରିବେଶର ଚିତ୍ର, ଯେଉଁଠି ବର୍ଷାପାଣି ସଫା, ଜଳବାୟୁ ସ୍ଥିର ଏବଂ ଓଜୋନ ସ୍ତର ଆମ ପାଇଁ ସୁରକ୍ଷା କବଚ ଭଳି କାମ କରୁଛି। କିନ୍ତୁ ପ୍ରଦୂଷଣ ଯୋଗୁଁ ଡାହାଣ ପଟର ଚିତ୍ର ଏବେ ସତ ହେଉଛି, ଯେଉଁଠି ଅମ୍ଳବର୍ଷା, ଜଙ୍ଗଲ ଆଉ ପାଣି ନଷ୍ଟ କରୁଛି, ବିଶ୍ୱତାପନ ବଢ଼ିବାରେ ଲାଗିଛି ଏବଂ ଆମ ସୁରକ୍ଷା କବଚ ଓଜୋନ ସ୍ତରରେ କଣା ହୋଇଗଲାଣି। ପରିବେଶ ପରେ ସବୁଠୁ ସିଧାସଳଖ ଆଘାତ ଆମ ନିଜ ଶରୀର ଉପରେ ପଡ଼ୁଛି। ଏହି ପ୍ରଦୂଷିତ ବାୟୁ କେବଳ ଆଜ୍ମା ବା ବ୍ରୋଙ୍କାଇଟିସ୍ ନୁହେଁ, ବରଂ ଫୁସ୍ଫୁସ୍ କର୍କଟ ଭଳି ମାରାତ୍ମକ ରୋଗର କାରଣ ସାଜୁଛି। ଏହା ଆମ ହୃଦୟକୁ ଦୁର୍ବଳ କରୁଛି ଏବଂ ସାଧାରଣ ଆଖି ପୋଡ଼ିବାଠାରୁ ଆରମ୍ଭ କରି ଚର୍ମ ରୋଗ ପର୍ଯ୍ୟନ୍ତ ଅନେକ ସମସ୍ୟା ସୃଷ୍ଟି କରୁଛି। ଏତେ ସବୁ ଭୟଙ୍କର କଥା ଶୁଣିବା ପରେ ମନରେ ନିରାଶା ଆସିବା ସ୍ୱାଭାବିକ। କିନ୍ତୁ ଗୋଟିଏ ଭଲ ଖବର ଅଛି, ଆମ ପାଖରେ ଏହାର ସମାଧାନ ବି ଅଛି। ଚତୁର୍ଥ ଭାଗରେ ଆମେ ସେହି ପରିବର୍ତ୍ତନର ଯୋଜନା ବିଷୟରେ କଥା ହେବା ଯାହା ବାୟୁକୁ ପୁଣି ଥରେ ସ୍ୱଚ୍ଛ କରିପାରିବ। ତେବେ ଏକ ସୁସ୍ଥ ଭବିଷ୍ୟତ ପାଇଁ ଏଠାରେ 6ଟି ମୁଖ୍ୟ ପଦକ୍ଷେପ ରହିଛି। ପ୍ରଥମେ, କାରଖାନାରୁ ବାହାରୁଥିବା ଧୂଆଁକୁ ନିୟନ୍ତ୍ରଣ କରିବା। ଦ୍ୱିତୀୟରେ, ଡିଜେଲ ପେଟ୍ରୋଲ ଗାଡ଼ି ବଦଳରେ ଇଲେକ୍ଟ୍ରିକ୍ ଗାଡ଼ିର ବ୍ୟବହାର ବଢ଼ାଇବା। ତା ସହିତ ସୌରଶକ୍ତି, ପବନ ଶକ୍ତି ଭଳି ଅକ୍ଷୟ ଶକ୍ତିକୁ ଆପଣାଇବା ଆଉ ଯେତେ ସମ୍ଭବ ଗଛ ଲଗାଇବା। ଆଉ ଏସବୁକୁ କାର୍ଯ୍ୟକାରୀ କରିବା ପାଇଁ କଠୋର ଆଇନ ଓ ଉନ୍ନତ ବର୍ଜ୍ୟ ପରିଚାଳନାର ଆବଶ୍ୟକତା ରହିଛି। ଏହି 6ଟି ସୂତ୍ର ହିଁ ଆମକୁ ଏକ ସ୍ପଷ୍ଟ ରାସ୍ତା ଦେଖାଉଛି। ଠିକ୍ ଅଛି, ସମାଧାନର ରାସ୍ତା ତ ଜଣାପଡ଼ିଗଲା, କିନ୍ତୁ ଏହି ରାସ୍ତାରେ ଚାଲିବ କିଏ? ଆମର ଶେଷ ଭାଗରେ ଆମେ ଆମର ସାମୂହିକ ଦାୟିତ୍ୱ ଏବଂ ଆଗକୁ କ'ଣ କରିବାକୁ ହେବ ସେ ବିଷୟରେ କଥା ହେବା। ଏହି ପୂରା ଆଲୋଚନାର ସାରାଂଶ ଏହି ଗୋଟିଏ ବାକ୍ୟରେ ରହିଛି, ବାୟୁର ଗୁଣବତ୍ତାକୁ ସୁରକ୍ଷିତ ରଖିବା କେବଳ ଗୋଟିଏ ବିକଳ୍ପ ନୁହେଁ, ବରଂ ଏକ ସୁସ୍ଥ ଭବିଷ୍ୟତ ଓ ନିରନ୍ତର ବିକାଶ ପାଇଁ ଏହା ଅପରିହାର୍ଯ୍ୟ। ଦେଖନ୍ତୁ, ସମାଧାନର ରାସ୍ତା ସମ୍ପୂର୍ଣ୍ଣ ସ୍ପଷ୍ଟ ଏବଂ ସମ୍ଭବ, କିନ୍ତୁ ପ୍ରକୃତ ପ୍ରଶ୍ନ ହେଉଛି ଏହି ପରିବର୍ତ୍ତନ ଆଣିବା ପାଇଁ ସରକାର, ଶିଳ୍ପପତି ଏବଂ ଜଣେ ସାଧାରଣ ନାଗରିକ ହିସାବରେ ଆମ ସମସ୍ତଙ୍କର ଭୂମିକା କ'ଣ ହେବା ଉଚିତ? ଏହି ପ୍ରଶ୍ନର ଉତ୍ତର ହିଁ ଆମ ଆଗାମୀ ପିଢ଼ିର ଭାଗ୍ୟ ନିର୍ଦ୍ଧାରଣ କରିବ।